ଥରେ ଅର୍ଜୁନ କୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ମଣିଷ ଜୀବନରେ ଶାନ୍ତି କେମିତି ମିଳିଥାଏ? କୃଷ୍ଣ କହିଲେ, ଆଜି ତମେ ଯାହା ପଛରେ ଗୋଡ଼ଉଛ, ଯାହା ପାଇବାକୁ ଇଚ୍ଛା ରଖିଛ, ଯଦି ସେ ତମକୁ ମିଳିଯାଏ, ହାତ ମୁଠାକୁ ଆସିଯାଏ, ତମେ କ'ଣ ଭାବୁଛ? ତମକୁ ଶାନ୍ତି ମିଳିଯିବ? କେବେ ନାହିଁ। କାହିଁକି ନା ସୁଖ ଶାନ୍ତି ଅନ୍ୟମାନଙ୍କ ଭିତରେ ନୁହେଁ, କେବଳ ନିଜ ଭିତରେ ହିଁ ଥାଏ। ପ୍ରଥମେ ଜାଣିବାକୁ ଚେଷ୍ଟା କର, ମୁଁ କିଏ, ମୁଁ କୋଉଠୁ ଆସିଛି, ମୁଁ କ'ଣ ପାଇଁ ଏଠିକି ଆସିଛି, ଏ ଧରା ପୃଷ୍ଠରେ ମୋ କର୍ତ୍ତବ୍ୟ କ'ଣ? ଏସବୁ ଯେତେବେଳେ ତମେ ଜାଣିଯିବ ନା, ତାହେଲେ ମଣିଷ ଜୀବନର ଅସଲି ସୁଖ ଆଉ ଶାନ୍ତି ତମ ହାତ ମୁଠାରେ ଥିବ। ତମକୁ ଆଉ ଏ ପୃଥିବୀରେ କୋଉଠି ସୁଖ ଶାନ୍ତି ଖୋଜିବାକୁ ପଡ଼ିବନି କି କା ପଛରେ ଗୋଡ଼େଇବାକୁ ପଡ଼ିବ। ସବୁ ସୁଖ ଶାନ୍ତି ଏ ଧରା ପୃଷ୍ଠରେ ହିଁ ଅଛି। ଟିକେ ଜାଣିବାକୁ ଚେଷ୍ଟା କର। ରାଧେ ରାଧେ।